तले श्रीमते भक्ति वेदांत स्वामिने इति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे वंशाकल्पतरुभ्यश्च कृपा सिन्धुभैव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्णा कृष्ण कृष्ण हरे 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 राम 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 हरे हरे। मुखं करोति वाचालं पंगुलं हैतगिरिं यत्कृपातमहं वन्दे परमानंद माधवम्। श्री गुरु दिनतरिणं श्री चैतन्य ईश्वरं नम ओं विष्णुपादाय विष्णु पृष्ठाय भूतले श्रीमती जय। आम श्रवण करछे भगवत गीता सप्तम अध्याय दिव्य এটা কি এই অধ্যায়ের নাম হচ্ছে জ্ঞান বিজ্ঞান যোগ, ভগবত বিজ্ঞান। এই অধ্যায়ের 3 নম্বর শ্লোক আমি কাল পড়ুଥିଲେ। মনুষ্যানাং সহস্রেষু কশ্চিৎ যততি সিদ্ধয়ে যদতামপি সিদ্ধানাং কশ্চিৎ মাং বেতি তত্ত্বতঃ। তো এই তাৎপর্য আমরা শুনଥିଲେ। লেখা ଥିଲା श्रुति स्मृति पुराणादि पंचरात्र विधि विना एकांतिक हरि भक्ति उत्पाद इव कल्पते। उपनिषद पुराण नारद पंचरात्र आदि प्रामाणिक वैदिक साहित्य को अवज्ञा करा जाय जो भक्ति पथ अवलंबन करा जाय ताहा समाजरे केवल उत्पाद सृष्टि करे। अर्थात शास्त्र को भित्ति न करके यदि हमें भक्ति करवा से भक्तिटा समाजरे विशृंखला सृष्टि करे। शास्त्र माने प्रामाणिक शास्त्र, उपनिषद पुराण नारद पंचरात्र गीता भागवत एसବୁ ଜିନିଷ ଯେକୌଣସି ବହି ପଢିଲେ ହବନି, ମନ ଗଢା ଶାସ୍ତ୍ର ପଢିଲେ ହବନି। ତା ଶାସ୍ତ୍ର ଭିତରେ ଧର୍ମକୁ ନ ଜାଣିବା, ଶାସ୍ତ୍ର ଭିତରେ ଭଗବାନଙ୍କୁ ନ ଜାଣିବା, ସେଇ ପ୍ରକାର ଭକ୍ତି ସମାଜରେ ଉତ୍ପାତ ହବ ଯେଟା ଆମେ ମାନେ ଯେ ଚକ୍ଷୁରେ ଦେଖି ପାରୁଛେ। ହଁ, ମନ ଗଢା ସବୁ ଭକ୍ତି କରୁଛନ୍ତି, ମର ମରା ଭଗବାନ ମାନୁଛନ୍ତି, ମନ ଗଢା ଧର୍ମ ବିରୁଦ୍ଧ ହଉଛନ୍ତି। ସେଟା ସମାଜରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଗୋଟେ ଉପାୟ। ବ୍ରହ୍ମାନୁଭୂତି ଲାଭ କରିଥିବା ନିର୍ବିଶେଷବାଦୀ ପକ୍ଷରେ କିମ୍ବା ପରମାତ୍ମା ଅନୁଭୂତି ଲାଭ କରିଥିବା ଯୋଗୀ ପକ୍ଷରେ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କୁ ମା ଯଶୋଦାଙ୍କର ପୁତ୍ର ହିସାବରେ କିମ୍ବା ପାର୍ଥ ସାରଥୀ ହିସାବରେ ବୁଝିବା ସମ୍ଭବପର ନୁହେଁ। ସାଧାରଣ ମଣିଷ କୃଷ୍ଣଙ୍କୁ ଭଗବାନ ବୋଲି ମାନୁ ପାରୁନାହାନ୍ତି, ବା ନାସ୍ତିକ ମାନେ ମାନୁନାହାନ୍ତି, ସେଟା ଅଲଗା। ନାସ୍ତିକ ମାନେ କୃଷ୍ଣଙ୍କୁ ଭଗବାନଙ୍କୁ ମାନୁନାହାନ୍ତି, ସେଟା ଅଲଗା କଥା। ସାଧାରଣ ମଣିଷ ସେ କୃଷ୍ଣଙ୍କୁ ଦେବାଦେବୀଙ୍କ ସମାନ ମାନ କରୁଛନ୍ତି। ଏ ରାମଚନ୍ଦ୍ରଙ୍କୁ କୃଷ୍ଣଙ୍କୁ ଯେହେତୁ ସେମାନେ ଶିବ ପୂଜା କରିଥିଲେ, ଦୁର୍ଗା ପୂଜା କରୁଥିଲେ, ବିଭିନ୍ନ ପ୍ରକାର ବିଭ୍ରାନ୍ତ ହଉଛନ୍ତି। ସେଇଟା ସମାଜରେ ଦେଖାଯାଉଛି। କିନ୍ତୁ ଏମାନଙ୍କ କଥା ବାଦ ଦିଅ, ଯୋଉମାନେ ବ୍ରହ୍ମାନୁଭୂତି ଲାଭ କରିଛନ୍ତି, ନିର୍ବିଶେଷବାଦୀ ମାନେ ନିରାକାର ବ୍ରହ୍ମର ଉପାସନା କରୁଛନ୍ତି, କିମ୍ବା ଯୋଗୀ ମାନେ ପରମାତ୍ମା ଉପାସନା କରୁଛନ୍ତି, ସେମାନେ ପର୍ଯ୍ୟନ୍ତ କୃଷ୍ଣକୁ ଭଗବାନ ବୋଲି ବୁଝିପାରୁନାହାନ୍ତି। କାହିଁକି? ଏଇ କୃଷ୍ଣ ତ ମା ଯଶୋଦାଙ୍କ ପୁତ୍ର ହିସାବରେ ଜନ୍ମ ହେଇଛି।
ସେ ଅର୍ଜୁନଙ୍କର ସାରଥୀ ହେଇଛନ୍ତି। ରାମଚନ୍ଦ୍ର ବନବାସ ଯାଉଛନ୍ତି, ତାଙ୍କ ସ୍ତ୍ରୀ କି ଅସୁର ଚୋରି କରି ନେଇଯାଉଛି। ଏଇ ବିଭିନ୍ନ କଥା ଶ୍ରବଣ କରିକି ସେମାନେ କଣ କରନ୍ତି ନା କୃଷ୍ଣ ଯେ ରାମ ଯେ ଭଗବାନ ଏକଥା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଆଉ ଯୋଉମାନେ ବା ଗ୍ରହଣ କରୁଛନ୍ତି ସେମାନେ ତାଙ୍କୁ ସତ୍ୟ ଗୁଣର ମଣିଷ ବୋଲି, ଶ୍ରେଷ୍ଠ ପୁରୁଷ ବୋଲି ଗ୍ରହଣ କରୁଛନ୍ତି। ପରମ ବ୍ରହ୍ମ, ପରମ ପୁରୁଷ ଭଗବାନ ସେଗୁଡା ଗ୍ରହଣ କରିବା ପାଇଁ ତାଙ୍କ ପାଇଁ ଖୁବ ସମସ୍ୟା ଅଛି। ଯୋଉଟା ମୁଁ ସବୁବେଳେ କୁହେ ଯେ ଏମାନେ ତ ଭଗବାନଙ୍କୁ ନିରାକାର ବୋଲି ମନେ କରନ୍ତି। ମାନେ ଆଧ୍ୟାତ୍ମିକ ବାଦୀ ମାନଙ୍କ ଭିତରେ ବି ବହୁତ ଗଣ୍ଡଗୋଳ ରହିଛି। ଗଣ୍ଡଗୋଳ ରହିଛି ମାନେ ସେମାନେ ଆଧ୍ୟାତ୍ମିକବାଦୀ ଠିକ ଅଛନ୍ତି, ବହୁତ ଉନ୍ନତ ଠିକ ଅଛନ୍ତି, କିନ୍ତୁ ଭଗବାନଙ୍କୁ ଭଗବାନ ଭଳିଆ ମାନିବାର ସମସ୍ୟା ରହିଛି। କାରଣ ସେମାନେ ମନେ କରନ୍ତି ନିରାକାର ବ୍ରହ୍ମର ବ୍ରହ୍ମ ସତ୍ୱଗୁଣର ସଂସ୍ପର୍ଶ ଆସିକି ଏଇ କୃଷ୍ଣ ରାମ, ହଁ ଏମାନେ ସବୁ ହେଇଛନ୍ତି। ଏଇଟା ହଉଛି ସମସ୍ୟା, ବୁଝିପାରିଲେ? ଯେ ସେମାନେ ତାଙ୍କ ଏମାନଙ୍କ ପାଇଁ କି କୃଷ୍ଣଙ୍କୁ ଭଗବାନ ବୋଲି ଗ୍ରହଣ କରିବା ଖୁବ କଠିନ ଅଛି, ସମ୍ଭବ ନୁହଁ। ଏପରିକି ବେଳେ ବେଳେ ବିଶିଷ୍ଟ ଦେବତାଗଣ କୃଷ୍ଣଙ୍କ ସମ୍ବନ୍ଧରେ ବଡ ଗୋଳମାଳରେ ପଡନ୍ତି। ହଁ, ବ୍ରହ୍ମା ବି କୃଷ୍ଣଙ୍କୁ ଭଗବାନ ବୋଲି ବୁଝିପାରିଲେନି, ଶିବ ବୁଝିପାରିଲେନି, ଇନ୍ଦ୍ର ବୁଝିପାରିଲେନି। ସେଥିପାଇଁ କି ଭାଗବତରେ ପ୍ରଥମରୁ କୁହାଯାଇଛି ଯେ ପରମହଂସଙ୍କ ଗୋଟେ ଲକ୍ଷଣ କଣ ନା ମୁଜ୍ଜନ୍ତି ଯତ ସୁରୟ ମାମ ତୁ ବେଦ ନ କଶ୍ଚନ। ହଁ, ମାମ ତୁ ବେଦ ନ କଶ୍ଚନ ଏଇଟା କୋଉଠୁ ନିଆହେଇଛି ମୁଁ ଜାଣିନି, କିନ୍ତୁ ଏଇଟା କୋଉଠୁ ନିଆହେଇଛି ମୁଁ ଜାଣିନି, କିନ୍ତୁ ଏଇ ମୁଜ୍ଜନ୍ତି ଯତ ସୁରୟ ଏଇଟା ଭାଗବତରେ ବର୍ଣ୍ଣନା କରାଯାଇଛି। ଏଇ ମାମ ତୁ ବେଦ ନ କଶ୍ଚନ ଯୋଡିଆ ଯୋଡା ହେଇଛି, ସେଟାକୁ ଅନ୍ୟ କୋଉ ଶାସ୍ତ୍ରରେ ନିଆ ହେଇଥିବ। ତାହେଲେ ହଁ ହଁ କନଫର୍ମ ହେଲେ ଯେ ପରମ ବ୍ରହ୍ମ ଏଇଭଳିଆ ତାଙ୍କର କାର୍ଯ୍ୟକଳାପ। ବଡ ବଡ ମୁନି ଋଷି ଯା ଦେବତା ମାନେ ବି ମୋହିତ ହେଇଯାଆନ୍ତି। ତାର ପ୍ରମାଣ ଆମେ ଦେଖିଲେ ବି, ଶିବ ମୋହିତ ହେଲେ, ବ୍ରହ୍ମା ମୋହିତ ହେଲେ, ଇନ୍ଦ୍ର ମୋହିତ ହେଲେ। ହୁଁ, ତ ସେମାନେ ଭଗବାନ କହୁଛନ୍ତି ମୋର ପ୍ରକୃତ ସ୍ୱରୂପରେ ମତେ କେହି ଜାଣିପାରନ୍ତି ନାହିଁ। ଯଦି ତାଙ୍କୁ କେହି ଜାଣିପାରିଲା ତାହେଲେ ସେ ଜଣେ ମହାତ୍ମା କୁହାଯାଏ। ସ ମହାତ୍ମା ଦୁର୍ଲଭ। ହଁ, ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ସେ ମହାତ୍ମା ଅତ୍ୟନ୍ତ ଦୁର୍ଲଭ। ତେଣୁ କୃଷ୍ଣଙ୍କ ସେବା ନ କଲେ ଆଉ ଭକ୍ତି ଯୋଗ ଆଚରଣ ନ କଲେ କେହି କୃଷ୍ଣଙ୍କୁ ତତ୍ଵତଃ ଜାଣିପାରିବ ନାହିଁ। କୃଷ୍ଣଙ୍କୁ କୃଷ୍ଣଙ୍କ ଭଳିଆ ଜାଣିବାକୁ ପଡିଲେ ଭକ୍ତି କରିବାକୁ ପଡିବ, କୃଷ୍ଣଙ୍କ ସେବା କରିବାକୁ ପଡିବ, ତା ମଧ୍ୟରେ କୃଷ୍ଣଙ୍କୁ ଜାଣିବ। ତା ନହେଲେ କୃଷ୍ଣଙ୍କୁ ଆପାତ ବିଚାରରେ ଜାଣିବ। ସେ ଜଣେ ମହାପୁରୁଷ ବୋଲି ମନେ କରିବ, ଦେବତା ବୋଲି ମନେ କରିବ, ସତ୍ୱ ଗୁଣର ମଣିଷ ବୋଲି ମନେ କରିବ, ବଡ ରାଜନୀତିଜ୍ଞ ବୋଲି ମନେ କରିବ, ବଡ ଯୋଦ୍ଧା ବୋଲି ମନେ କରିବ, ଏଇଭଳିଆ ମନେ କରିବ। କିନ୍ତୁ ସେ ଯେ ସ୍ଵୟଂ ଭଗବାନ କୃଷ୍ଣ ପରମ ବ୍ରହ୍ମ ସେଭଳିଆ ଜାଣିପାରିବ। ବ୍ୟକ୍ତି ଖୁବ ବଡ ପଣ୍ଡିତ ହେଇପାରେ ବା ଦାର୍ଶନିକ ହୋଇପାରେ, କିନ୍ତୁ ସେ ଯଦି କୃଷ୍ଣଙ୍କ ସେବାରେ ନିଯୁକ୍ତ ନ ହେଇଛି ତାହେଲେ ସେ କୃଷ୍ଣଙ୍କ ତତ୍ଵରେ ବୁଝିପାରିବ ନାହିଁ। ଏଇଟା ହଉଛି ସିକ୍ରେଟ। କୃଷ୍ଣଙ୍କ ତତ୍ଵ କେମିତି ଜାଣିବା ନା କୃଷ୍ଣଙ୍କର ଭକ୍ତିମୂଳକ ସେବାରେ ନିଯୁକ୍ତ ହେଲେ, କୃଷ୍ଣଙ୍କ ପ୍ରତି ପ୍ରେମମୟ ସେବାରେ ନିଯୁକ୍ତ ହେଲେ, ତେଷାଂ ସତତ ଯୁକ୍ତାନାଂ ଭଜତାଂ ପ୍ରୀତି ପୂର୍ବକମ୍ ଦଦାମି ବୁଦ୍ଧି ଯୋଗମ୍ ତାଂ ଜ୍ଞାନମାଂ ଉପଯାନ୍ତି ତେ। ଭଗବାନ କୃଷ୍ଣ ବୁଦ୍ଧି ଦେବେ ତାଙ୍କ ସେବାରେ ଯେ ଲାଗେ। ସମସ୍ତେ ବୁଝିପାରିବେନି, ଭଗବାନଙ୍କର କୃପା ହେଲେ ବୁଝିପାରିବେ, ଭଗବାନ ବୁଦ୍ଧି ଦେଲେ ବୁଝିପାରିବେ। ସେଇ ସେ ଈଶ୍ୱର ଦତ୍ତ ବୁଝିବାର ପରେ ଈଶ୍ୱରରେ କୃପାଲେସ ହେଇଛି ଯାହା, ଈଶ୍ୱରଙ୍କର କୃପାଲେଶ ପାଇଲେ ବୁଝିପାରିବେ। ଈଶ୍ୱରଙ୍କ କୃପାଲାସ କେମିତିକା ପାଇବେ? ତାଙ୍କର ସେବାରେ ନିଯୁକ୍ତ ହେଲେ ତାଙ୍କ କୃପା ପାଇବେ। ବହୁତ ସରଳ ଜିନିଷ ବାସ୍।
ତ କେବଳ ଶୁଦ୍ଧ ଭକ୍ତଗଣ କୃଷ୍ଣଙ୍କର ଅଚିନ୍ତ ଦିବ୍ୟ ଗୁଣାବଳୀ ସମ୍ବନ୍ଧରେ କିଛି ଜାଣିପାରନ୍ତି। ତେଣୁ କୃଷ୍ଣଙ୍କର ଅନୁଗତ, ଯେମିତି ଭଗବାନ କୃଷ୍ଣ କହିଲେ ନା, ମୁଁ ଅର୍ଜୁନ ମୁଁ ତମକୁ ଏ ଜ୍ଞାନ କାହିଁ ଦଉଛି ନା ଭକ୍ତ ସୀମା ସଖାଚେତି ରହସ୍ୟମୟ ତତ୍ତ୍ୱତମମ୍। ଏସବୁ ହଁ, ରହସ୍ୟମୟ ଅତି ଉତ୍ତମ ଜ୍ଞାନ ଦଉଛି। କାହିଁକି ନା ତମର ଭକ୍ତ। ହଁ, ତ ଭଗବାନଙ୍କୁ ଜାଣିବାର ଉପାୟ ହେଉଛି ତାଙ୍କ ଭକ୍ତ ଉପରେ। ସେ କିପରି ସର୍ବ କାରଣର କାରଣ, ସେ କିପରି ସର୍ବଶକ୍ତିମାନ, ସର୍ବ ଐଶ୍ୱର୍ଯ୍ୟଶାଳୀ, ସେ କିପରି ଧନ ଯଶ ବଳ ସୌନ୍ଦର୍ଯ୍ୟ ଜ୍ଞାନ ତ୍ୟାଗମୟ ସର ଐଶ୍ୱର୍ଯ୍ୟପୂର୍ଣ୍ଣ, ଏସବୁ କଥା କିଛି ପରିମାଣରେ ଶୁଦ୍ଧ ଭକ୍ତ ଜାଣିପାରନ୍ତି। କାରଣ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଭକ୍ତମାନଙ୍କ ପ୍ରତି ଅତ୍ୟନ୍ତ ଆକୃଷ୍ଟ। ଭଗବାନ କେହି ଜାଣିପାରିବନି। ଭଗବାନ ଯାହା ପାଖରେ ନିଜକୁ ଜଣେଇବେ ସେ ଜାଣିପାରିବ। ବହୁପାତ ଦୃଷ୍ଟାନ୍ତ ଦଉଛନ୍ତି, ସୂର୍ଯ୍ୟକୁ କେହି ଦେଖିପାରିବେନି। ରାତି 12ଟା ଗୋଟେ ବଡ ଟର୍ଚ ଲାଇଟ ନେଇକି ଯିବା ସୂର୍ଯ୍ୟ ଦେଖିବା ପାଇଁ, କି ସୂର୍ଯ୍ୟ ଦେଖିପାରିବାନି। ସୂର୍ଯ୍ୟ କେତେବେଳେ ଦେଖେଇବେ ନା ସିଏ ଯେତେବେଳେ ନିଜକୁ ପ୍ରକାଶ କରିବେ, ତାଙ୍କ କିରଣ ତାଙ୍କୁ ଦେଖି ହବ ନା କି? ସୂର୍ଯ୍ୟଙ୍କୁ ଯେତେବେଳେ ତମେ ଦେଖିପାରିବ, ସୂର୍ଯ୍ୟକୁ ନିଜକୁ ପ୍ରକାଶ କଲେ ନା ଆମେ ତାକୁ ଦେଖିବା। ଠିକ ସେଇଭଳିଆ ଭଗବାନ ତ ନିଜକୁ ପ୍ରକାଶ କରିବେ, ସେ ତାଙ୍କୁ ବୁଝି ହବ। ଆଉ ଭଗବାନ କହିଲେ ତମ ଭକ୍ତ ପାଖରେ ନିଜକୁ ପ୍ରକାଶ କରିବେ। କର୍ମୀ ପାଖରେ କରିବେନି, ଯୋଗୀ ପାଖରେ କରିବେନି, ଜ୍ଞାନୀ ପାଖରେ କରିବେ। ସେଥିପାଇଁ କହୁଛି ଭକ୍ତ ବତ୍ସଳ, ଜ୍ଞାନୀ ବତ୍ସଳ, ଯୋଗୀ ବତ୍ସଳ କୁହାଉଛି। ଭକ୍ତର ଭଗବାନ ସାଧାରଣ ଲୋକ ସମସ୍ତେ ଜାଣନ୍ତି। କେହି କହନ୍ତି ଜ୍ଞାନୀର ଭଗବାନ, ଯୋଗୀର ଭଗବାନ। ଭଗବାନ ନିଜେ କହୁଛନ୍ତି ନହମ ତିଷ୍ଠାମି ବୈକୁଣ୍ଠେ ନ ତ ଯୋଗୀନାଂ ହୃଦୟ ମଦ ଭକ୍ତ ତତ୍ର ଗାନ୍ତି ତତ୍ର ତିଷ୍ଠାମି ନାରଦ। ଏ ହଉଛି ଭଗବାନଙ୍କର କଥା। ତ ବ୍ରହ୍ମାନୁଭୂତି ଲାଭ ମାର୍ଗରେ ସେ ହଉଛନ୍ତି ଅନୁଭୂତିର ଅନ୍ତିମ ସ୍ତର, ଭଗବାନଙ୍କୁ ଜାଣି। ଯୋଉମାନେ ନିରାକାର ବ୍ରହ୍ମ ଉପାସନା କରୁଛନ୍ତି ସେମାନଙ୍କ ବି ବ୍ରହ୍ମାନୁଭୂତି ରହିଛି। ଯୋଉମାନେ ପରମାତ୍ମାଙ୍କ ଉପାସନା କରୁଛନ୍ତି ସେମାନେ ବି ବ୍ରହ୍ମାନୁଭୂତି ରହିଛି। କିନ୍ତୁ ଭଗବାନଙ୍କର ହଁ ଉପାସନା କରିବା, ତାଙ୍କୁ ଅନୁଭବ କରିବାଟା ହଉଛି ବ୍ରହ୍ମାନୁଭୂତିର ଅନ୍ତିମ ସ୍ତର। ବ୍ରହ୍ମେତି ପରମାତ୍ମା ଭଗବାନ ଇତି ଶବ୍ଦ। ତ ଭକ୍ତ ମାନେ ହିଁ କେବଳ ସେମାନଙ୍କୁ ତତ୍ତ୍ୱତଃ ଜାଣିପାରନ୍ତି, ଆଉ କେହି ତାଙ୍କୁ ଜାଣିପାରନ୍ତି ତତ୍ତ୍ୱତଃ ସମ୍ପୂର୍ଣ୍ଣ ରୂପରେ, ସମ୍ୟକ ରୂପରେ ଭକ୍ତ ମାନେ ଜାଣନ୍ତି। ସେଥିପାଇଁ କୁହାଯାଇଛି ଅତଃ ଶ୍ରୀକୃଷ୍ଣ ନାମାଦି ନ ଭବେତ୍ ଗ୍ରାହ୍ୟ ଇନ୍ଦ୍ରିୟ, ଅତଃ ଶ୍ରୀକୃଷ୍ଣ ନାମାଦି ନ ଭବେତ୍ ଗ୍ରାହ୍ୟମ୍ ଇନ୍ଦ୍ରିୟ ସେବନ ମୁଖ ଜୁହାଦୁ ସ୍ୱୟଂ ଏବ ସ୍ଫୁରତି ଅଧ। ଯୋଉଟା ଇନ୍ଦ୍ରିୟ ସାହାଯ୍ୟରେ କୃଷ୍ଣଙ୍କୁ ତାଙ୍କର ମୌଳିକ ସ୍ୱରୂପରେ ବୁଝିପାରିବ ନାହିଁ, ଯେଉଁ ଭକ୍ତଗଣ ଦିବ୍ୟ ପ୍ରେମ ଭାବରେ ଉଦ୍ଭୂତ ହୋଇ ତାଙ୍କର ସେବାରେ ନିଯୁକ୍ତ ହୋଇଥାନ୍ତି, ସେଇ ଭକ୍ତ ମାନଙ୍କ ଉପରେ ସନ୍ତୁଷ୍ଟ ହୋଇ ସେ ସେମାନଙ୍କ ନିଜକୁ ପ୍ରକାଶ କରନ୍ତି। ସୂର୍ଯ୍ୟ ଯେମିତି ନିଜକୁ ପ୍ରକାଶ କରେ, ନହେଲେ ହବ। ଅତः ଶ୍ରୀକୃଷ୍ଣ ନାମ ନ ଭବେତ୍ ଗ୍ରାହ୍ୟ ଇନ୍ଦ୍ରିୟ, ଗ୍ରାହ୍ୟମ୍ ଇନ୍ଦ୍ରିୟ, ଭଗବାନ କୃଷ୍ଣ ତାଙ୍କର ନାମ ଇତ୍ୟାଦି ଏ ଜଡ ଇନ୍ଦ୍ରିୟ ଦିଏ ଗ୍ରହଣୀୟ ହବନି। କିନ୍ତୁ ସେଇ ଇନ୍ଦ୍ରିୟ ଦେଇକି ଯଦି ସେବନ ମୁଖ ଜୁହା ଦଉ, ଆମେ ଯଦି ଭଗବାନଙ୍କ ସେବାରେ ଲଗେଇବା, ତାହେଲେ ଭଗବାନ କଣ କରିବେ ଆମ ଜିହ୍ୱାରେ ସ୍ୱୟଂ ସ୍ଫୁରିତ হবে। ସ୍ଫୁରିତ। ତ ଏଇ ଭାବରେ ଭଗବାନ କୃଷ୍ଣ କହିଲେ ଅର୍ଜୁନକୁ ଯେ କି ଭାବରେ ଏ ଦୁର୍ଲଭ ମନୁଷ୍ୟ ନାଂ ସହସ୍ରେଷୁ କଶ୍ଚିତ୍ ଦଦତି ସିଦ୍ଧୟେ ତତତାମପି ସିଦ୍ଧାନାଂ କଶ୍ଚିତ୍ ମାଂ ବିଦ୍ଧି। ଅନେକ ଲୋକ ସିଦ୍ଧି ପାଇବା ପାଇଁ ଚେଷ୍ଟା କରନ୍ତି, ଯୋଉମାନେ ସିଦ୍ଧି ପାଆନ୍ତି ତାଙ୍କ ଭିତରେ କ୍ୱଚିତ୍ ମଧ୍ୟ ଜାଣିପାରନ୍ତି। ଯୋଉମାନେ ସିଦ୍ଧି ପାଇକେ ନିରାକାର ବ୍ରହ୍ମକୁ ଜାଣିବେ, କିଏ ପରମାତ୍ମାକୁ ଜାଣିବେ, କ୍ୱଚିତ୍ ଲୋକ ମୁଁ ଭଗବାନ ବୋଲି ସେ ଜାଣିପାରିବେ। ନିରାକାର ବ୍ରହ୍ମ ହିଁ ଭଗବାନଙ୍କ ସ୍ୱରୂପ। ହଁ, ପରମାତ୍ମା ଭଗବାନଙ୍କ ସ୍ୱରୂପ। କିନ୍ତୁ କୃଷ୍ଣକୁ ଭଗବାନ ବୋଲି ଜାଣିବା ହଉଛି ଅନ୍ତିମ ସ୍ତର ସେଟା। ଆଉ ସେଇ କୃଷ୍ଣ ଯେ ସବୁଥିରେ ଅଛନ୍ତି ସେଟା ବର୍ତ୍ତମାନ ବର୍ଣ୍ଣନା କରିବ।
भूमिराप नल वायु खं मन बुद्धिरेव च अहंकार इति में भिन्न प्रकृतिरष्टधा। तो भगवान भूमिराप नल वायु खं मन बुद्धिरेव च अहंकार इति में भिन्न। भूमि जल अग्नि वायु आकाश मन बुद्धि अहंकार सर्वमोट 8। यह हमारा परा प्रकृति का शक्ति। এটা ଟିକେ ଚେକ୍ କରିବ। এটা ହିନ୍ଦୀ ବା ବଙ୍ଗଳା ବା ଇଂଲିଶ ଏଟା ପରା ପ୍ରକୃତି କେମିତି ଏଟା ଭୁଲ ହେଇଥାଇପାରେ। এটা ପରା ପ୍ରକୃତି ନୁହଁ, এটা ଭିନ୍ନ ପ୍ରକୃତି। ଆଉ ପରା ପ୍ରକୃତି ହଉଛି ତ ଜୀବ, ଏଟା ତ ଅପରା ଶକ୍ତି। ମୁଁ ଏଟା ମୁଁ ଜାଣେ ଏଇ ଭାବରେ। ଦେଖି ଏଠି ମୁକୁନ୍ଦ ବାକି ଯେ ପଢୁଛ ଶୁଣୁଛ ତମେ ଚେକ୍ କରିବ ଏଟାକୁ। ଏଇ ଆଠଟା ଯେ ଭୂମି ଜଳ ଅଗ୍ନି ବାୟୁ ଆକାଶ ମନ। ଭୂମି ଜଳ ଅଗ୍ନି ବାୟୁ ଆକାଶ ପଞ୍ଚ ମହାଭୂତ ଆଉ ମନ ବୁଦ୍ଧି ଅହଙ୍କାର ହଉଛି ତିନିଟା ସୂକ୍ଷ୍ମ ଶରୀର। ଏଇ ଆଠଟା ଏଟା ଯେ ଭଗବାନଙ୍କର ହଁ, ଭିନ୍ନ ପ୍ରକୃତି ଅଲଗା। ଗୋଟେ ହଉଛି ସ୍ୱରୂପ ଶକ୍ତି, ଗୋଟେ ହଉଛି ତଟସ୍ଥ ଶକ୍ତି, ବହିରଙ୍ଗ ଶକ୍ତି। ଏ ବହିରଙ୍ଗ ଶକ୍ତି ହଉଛି ଭିନ୍ନ ପ୍ରକୃତି। ଆଉ ସ୍ୱରୂପ ଶକ୍ତିଟା ହଉଛି ଯୋଉ ଶକ୍ତିଟା ଭଗବାନଙ୍କର ମଧ୍ୟରେ ରହିଛି। ଏଟା ଭଗବାନ ବାହାରେ ରହିଛି। ତ ହେଲା ପରା ପ୍ରକୃତିଟା ଠିକ ଶବ୍ଦ ତୁମର ମନ ହଉନି, ଚେକ୍ କରିବେ କି। ତ ଭଗବତ ବିଜ୍ଞାନରେ ଭଗବାନଙ୍କର ସ୍ୱରୂପ ସ୍ଥିତି ଏବଂ ତାଙ୍କ ବିଭିନ୍ନ ଶକ୍ତି ସମ୍ବନ୍ଧରେ ବିଶ୍ଳେଷଣ କରାଯାଇଛି। ଏଇ ଯେ ଆମେ ପଢିବା ଜ୍ଞାନ ବିଜ୍ଞାନ ଯୋଗ, ଜ୍ଞାନ ହଉଛି ଏଇ ଜଗତର ଜ୍ଞାନ। ଏଇ ଜଗତ ସମ୍ପର୍କରେ ଜାଣିବା, ବିଜ୍ଞାନ ହଉଛି ଭଗବାନ ସମ୍ପର୍କରେ ଜାଣିବା। ତ ଭଗବାନଙ୍କ ସ୍ୱରୂପ ସ୍ଥିତି, ଭଗବତ ବିଜ୍ଞାନ ଭଗବାନ ସ୍ୱରୂପ ସ୍ଥିତି ଆଉ ତାଙ୍କର ଶକ୍ତି। ଭଗବାନ ଆଉ ଭଗବାନଙ୍କ ଶକ୍ତି ତ ଅଲଗା ହେଇପାରିବେନି। ତ ପ୍ରଥମେ ତାଙ୍କର ଅଲଗା ଶକ୍ତି କଥା କହିଲେ। ଭୂତ ପ୍ରକୃତିକୁ ଭଗବାନଙ୍କର ବିଭିନ୍ନ ପୁରୁଷ ଅବତାରରେ ଶକ୍ତି ବୋଲି କୁହାଯାଉଛି। ଭୂତ ପ୍ରକୃତିକୁ ଭଗବାନଙ୍କର ବିଭିନ୍ନ ପୁରୁଷ ଅବତାରର ଶକ୍ତି। ହଁ, ଏ ଭୂତ ପ୍ରକୃତି ପୁରୁଷ ଅବତାର ହଉଛନ୍ତି ମହାବିଷ୍ଣୁ, ଗର୍ଭଦକ୍ଷା ବିଷ୍ଣୁ, କ୍ଷୀରଦକ୍ଷା ବିଷ୍ଣୁ ପୁରୁଷ ଅବତାର। ତ ତିନି ପ୍ରକାର ସାତତ ଦନ୍ତରେ ବର୍ଣ୍ଣନା କରାଯାଇଛି। ବିଷ୍ଣୁଷ୍ଟୁ ତ୍ରିନି ରୂପାନି ପୁରୁଷାଖ୍ୟାନ ଅଥो ବିଦୁ एकम तु महतः सृष्टम द्वितीयं तु अंडस्थितम तृतीयं सर्वभूतस्थम तानि ज्ञात्वा विमुच्यते। तीन प्रकार विष्णु भौतिक सृष्टि निमित्त भगवान ଶ୍ରୀକୃଷ୍ଣଙ୍କର ସାଂସ ବିସ୍ତାର ତିନୋଟି ବିଷ୍ଣୁ ରୂପ ଧରନ୍ତି। ଏଠି କୁହାହେଲା ଭିନ୍ନ ପ୍ରକୃତି ଅଷ୍ଟଧା। ଏମାନେ ହଉଛି ବିଭିନ୍ନାଂଶ। ଜୀବ ହଉଛି ଭଗବାନଙ୍କର ଶକ୍ତିର ଅଂଶ, ଜୀବ ଶକ୍ତିର ଅଂଶ। ବିଭିନ୍ନାଂଶ। ହଁ, ଆଉ କୃଷ୍ଣ ହଉଛନ୍ତି ସ୍ୱାଂଶ। ନା କୃଷ୍ଣଙ୍କର ଏଇ ବିଷ୍ଣୁ ହଉଛନ୍ତି କୃଷ୍ଣଙ୍କର ସ୍ୱାଂଶ। କୃଷ୍ଣ ଏଇ ସ୍ୱ ଅଂଶରେ ଏଇ ତିନି ବିଷ୍ଣୁ ରୂପ ଧାରଣ କରିଛନ୍ତି। ଜୀବ ଭଗବାନଙ୍କ ସ୍ୱାଂଶ ନୁହଁ, ଏଠି ବିଭିନ୍ନ ଅଂଶ। ଆଉ ପ୍ରଥମ ହେଲେ ମହାବିଷ୍ଣୁ। ଭଗବାନ କୃଷ୍ଣ, କୃଷ୍ଣଙ୍କ ଠାରୁ ବଳରାମ। ସେ କୃଷ୍ଣ ବଳରାମ ଦ୍ୱାରକାର ହେଲେ ବାସୁଦେବ ଆଉ ଶଙ୍କର୍ଷଣ। ଦ୍ୱାରକା ମୂଳ ଶଙ୍କର୍ଷଣ। ଆର ତାପରେ ନାରାୟଣଙ୍କଠୁ ବୈକୁଣ୍ଠରେ ହଁ ବାସୁଦେବ ନାରାୟଣ ଯେତେବେଳେ ପ୍ରକଟ ହେଲେ ସେତେବେଳେ ତାଙ୍କଠାରୁ ମହାସଙ୍କର୍ଷଣ ପ୍ରକଟିତ ହେଲେ। ବୃନ୍ଦାବନରେ ବଳରାମ, ଦ୍ୱାରକାରେ ମୂଳ ସଂକର୍ଷଣ, ବୈକୁଣ୍ଠରେ ମହାସଂକର୍ଷଣ। ତ ମହାସଂକର୍ଷଣଠୁ ପ୍ରକଟିତ ହେଲେ ବିଷ୍ଣୁ। ହେଲେ ମାନେ ଅରିଜିନାଲି ସବୁ କୃଷ୍ଣଙ୍କଠୁ ପ୍ରକାଶିତ ହେଲେ। ପ୍ରଥମ ହେଲେ ମହାବିଷ୍ଣୁ।
ସେ ସମଗ୍ର ଭୌତିକ ସୃଷ୍ଟି ଶକ୍ତି ହଁ ସୃଷ୍ଟି କରନ୍ତି ମହାବିଷ୍ଣୁ। ଏ ମହାବିଷ୍ଣୁ ଠାରୁ ଏ ମହତ୍ତତ୍ଵ ପ୍ରକାଶିତ ହୁଏ। ମହତ୍ତତ୍ଵ ଯାହା ମଧ୍ୟରେ ସମସ୍ତ ଜଳ ଜଗତର ସମସ୍ତ ଉପାଦାନ ତାର ମଧ୍ୟରେ ନିହିତ ଥାଏ ମହତ୍ତତ୍ଵ। ଠିକ ଅଛି। ଆଉ ଦ୍ୱିତୀୟ ପୁରୁଷ କଥା ହଉଛନ୍ତି ଗର୍ଭଚକ୍ଷୁଷା ବିଷ୍ଣୁ। ସେତେବେଳେ ମହାବିଷ୍ଣୁଙ୍କ ବ୍ରହ୍ମକପୁର ଅଣୁ ଗୋଟେ ବ୍ରହ୍ମାଣ୍ଡ ସୃଷ୍ଟି ହବ। ସେତେବେଳେ ମହାବିଷ୍ଣୁ କହିଲେ ନା ପ୍ରତ୍ୟେକ ବ୍ରହ୍ମାଣ୍ଡରେ ସେ ଏଇ ଗର୍ଭଚକ୍ଷୁଷା ବିଷ୍ଣୁ ଉପରେ ପ୍ରବେଶ କରେ। ବ୍ରହ୍ମାଣ୍ଡ ମାନଙ୍କରେ ବିଭିନ୍ନ ସୃଷ୍ଟି କରିବା ନିମିତ୍ତ ବ୍ରହ୍ମାଣ୍ଡ ତ ସୃଷ୍ଟି ହେଇଗଲା, ବ୍ରହ୍ମାଣ୍ଡ ଭିତରେ ଜୀବନ୍ତୁ ଆଉ ସବୁ ସୃଷ୍ଟି ହେବେ, ପ୍ରତ୍ୟେକ ବ୍ରହ୍ମାଣ୍ଡ ମଧ୍ୟରେ ସେ ପ୍ରବେଶ କରନ୍ତି। ବ୍ରହ୍ମାଣ୍ଡ ଜଡ, ଜଡ କିଛି କାମ କରିବନି। ବ୍ରହ୍ମାଣ୍ଡର ପରମାତ୍ମା ଅଛନ୍ତି ଗର୍ଭଚକ୍ଷୁଷା ବିଷ୍ଣୁ। ସମସ୍ତ ସୃଷ୍ଟିର ପରମାତ୍ମା ଅଛନ୍ତି ମହାବିଷ୍ଣୁ। ହଁ। ଆର ଏଇ ବ୍ରହ୍ମାଣ୍ଡରେ ପ୍ରବେଶ କଲେ ବ୍ରହ୍ମାଣ୍ଡ ହେଉଛନ୍ତି ଗର୍ଭଚକ୍ଷୁଷା ବିଷ୍ଣୁ। ଆଉ ତୃତୀୟ ବିଷ୍ଣୁ ଅଛନ୍ତି କ୍ଷୀରୋଦକ୍ଷା ବିଷ୍ଣୁ। ସମଗ୍ର ବ୍ରହ୍ମାଣ୍ଡରେ ସେ ସର୍ବବ୍ୟାପକ ପରମାତ୍ମା ରୂପରେ ପରିବ୍ୟାପ୍ତ ହୋଇଛନ୍ତି। ସେ ପରମାତ୍ମା ନାମରେ ପରିଚିତ ଏବଂ ସେ ସର୍ବତ୍ର ବିଦ୍ୟମାନ। ଏପରିକି କ୍ଷୁଦ୍ର ଅଣୁ ମଧ୍ୟରେ ମଧ୍ୟ ସେ ବିଦ୍ୟମାନ। ଅଣ୍ଡାନ୍ତରସ୍ଥ ପରମାଣୁ ଚୟା ଅନ୍ତରସ୍ଥ, ତାର ମଧ୍ୟରେ ସେ ବାସ କରନ୍ତି। ଯେ ଏଇ ତିନ ବିଷ୍ଣୁ କଥା ଜାଣେ ସେ ଭୌତିକ ବନ୍ଧନରୁ ମୁକ୍ତ ହୋଇପାରେ। ହଁ। ଜ୍ଞାତ ବିମୁଚ୍ୟତେ ତାନି ଜ୍ଞାତ୍ୱା, ସେମାନଙ୍କୁ ଜାଣିଲେ। ସେମାନଙ୍କୁ ବିଷ୍ଣୁ ତିନି ରୂପାଣୀ, ବିଷ୍ଣୁ ତିନି ରୂପରେ ଅଛନ୍ତି। ପୁରୁଷାଖ୍ୟାନ ଅଥୋ ବିଦୁଃ, ଜାଣିବାକୁ କଣ ପୁରୁଷ ଅବତାର। ମହାବିଷ୍ଣୁ କ୍ଷୀରୋଦକ୍ଷିଣ ମାନେ ପୁରୁଷ ଅବତାର। ତାଙ୍କ ମଧ୍ୟରେ ଗୋଟିଏ ହଉଛି ଏକମ୍ ତୁ ମହତଃ ସୃଷ୍ଟମ୍, ସୃଷ୍ଟ। ଗୋଟେ ଅଛନ୍ତି ଯାହାଠୁ ମହତ୍ତତ୍ଵ ସୃଷ୍ଟି ହେଇଛି, ଅର୍ଥାତ୍ ସମ୍ପୂର୍ଣ୍ଣ ଜଳ ଜଗତ, ତା ଭିତରେ ଅନନ୍ତ କୋଟି ବ୍ରହ୍ମାଣ୍ଡ ରହିଛି। ଦ୍ୱିତୀୟମ୍ ତୁ ଅଣ୍ଡସ୍ଥିତ, ଦ୍ୱିତୀୟରେ ହଉଛି ବ୍ରହ୍ମାଣ୍ଡ ଭିତରେ ଅଛି। ଆଉ ତୃତୀୟଂ ସର୍ବଭୂତସ୍ଥଂ, ଆଉ ତୃତୀୟ ହଉଛି କଣ ନା ଯୋଉ ପରମାତ୍ମା କ୍ଷୀରୋଦକ୍ଷା ବିଷ୍ଣୁ ପ୍ରତିଟି ଜୀବର ହୃଦୟରେ ସେ ବାସ କରୁଛନ୍ତି। ପ୍ରତିଟି ଜୀବର ହୃଦୟରେ ସେ ବାସ କରୁଛନ୍ତି। ଏଇଟା ଯଦି ଜାଣିବ ତାହାନି ଜ୍ଞାତ୍ୱା ବିମୁଚ୍ୟତେ, ସେ ମୁକ୍ତି ଲାଭ କରିବ। ତାହାନି ଜ୍ଞାତ। ତ ଏଇ ଦ୍ୱାରା ବିମୁଚ୍ୟତେ ମାନେ ମୁକ୍ତିବାନ କୋଉଠୁ ମୁକ୍ତି ପାଇବ? ସିଏ ଏଇ ଭବବନ୍ଧନରୁ ମୁକ୍ତି ପାଇବ। ଠିକ ଅଛି। ତ ବିରାଟ ବଡ ତାତ୍ପର୍ଯ୍ୟ ଅଛି। ଏ ପର୍ଯ୍ୟନ୍ତ ଆମେ ପଢିଲେ ଭଗବାନଙ୍କର ଅନେକ ଶକ୍ତି ଅଛି। କାଲି ଏଇଠି ପଢିବା। କାହାର କିଛି ପ୍ରଶ୍ନ ଅଛି ଓଡିଆ ଭକ୍ତ ମାନଙ୍କର? ମହାରାଜ ପ୍ରଣାମ। ତାହେଲେ ଜୀବ ହୃଦୟରେ ବିଷ୍ଣୁ ଅଛନ୍ତି, କ୍ଷୀରୋଦକ ବିଷ୍ଣୁ ପରମାତ୍ମା ରୂପରେ। ହଁ ଆଜ୍ଞା। ହଁ ହଁ। ଓହୋ, ପ୍ରଣାମ। ସେଠି ଜୀବରେ ଜୀବାତ୍ମା ରହିଛନ୍ତି, ଆଉ ଭଗବାନ ପରମାତ୍ମା ଉପରେ ଅବସ୍ଥାନ କରୁଛନ୍ତି। ସେ ଜୀବକୁ କର୍ମ ଅନୁସାରେ ଫଳ ଦଉଛନ୍ତି। ବୁଝିପାରିଲେ କି? ଯୋଉ ଜୀବ ପରମାତ୍ମାକୁ ପାଖରେ ରହିକି ଅନେକ ଦୂରରେ, କାହିଁକି? ସେ ଭଗବାନଙ୍କ ମୁହଁଟା ବୁଲିକି ଅନ୍ୟ ଦିଗକୁ ବସିଛି। ତା ପାଖରେ ଯେ ତା ଯଥାର୍ଥ ବନ୍ଧୁ ଅଛନ୍ତି ସେଟା ବୁଝିପାରେନି। ତ ପରମାତ୍ମା ପ୍ରତି ଜୀବର ହୃଦୟରେ ପ୍ରତି ଅଣୁପରମାଣୁରେ ସେ ଅବସ୍ଥାନ କରୁଛନ୍ତି। ପରମାତ୍ମା ସମ୍ପର୍କରେ ବ୍ରହ୍ମାଣ୍ଡରେ ସେ ସର୍ବବ୍ୟାପକ। ଆଜ୍ଞା। महाराज दंडवत प्रणाम। ଧନ୍ୟବାଦ।
ଗର୍ଭୋଦୟ କରୁଛନ୍ତି ବିଷ୍ଣୁ ଠାରୁ ବ୍ରହ୍ମା जी ଯୋଉଟା କି ସମଗ୍ର ବ୍ରହ୍ମାଣ୍ଡକୁ ଧରିକି ରଖିଛନ୍ତି। ଏହା ତ ପ୍ରବେଶ କେମିତି କେବଳ କହିଲେ ପ୍ରଭୁ? हाँ। ମହାରାଜ ମହାରାଜ ପ୍ରବେଶ କେମିତି କରୁଛନ୍ତି ଗର୍ଭୋଦୟ କରୁଛନ୍ତି? कोटि प्रवेश करते कौशल विष्णु कवि प्रवेश महाविष्णु प्रति ब्रह्मांड रे गर्भदक्ष रूपे प्रकाशित होଛନ୍ତି। से गर्भ सागर रे शयन କରୁଛନ୍ତି। गर्भ उदक उदक माने पानी। हाँ से गर्भ उदक रे हाँ ସେଠି ଶୟନ କରୁଛନ୍ତି गर्भदक्ष विष्णु ଆଉ ତାଙ୍କର ନାଭି କମଳରୁ ଭଗବାନ ବିଷ୍ଣୁ ପ୍ରକାଶିତ ହଉଛନ୍ତି। ତ ଚୈତନ୍ୟ ଚରିତାମୃତ କତ ନମ୍ବର ଶ୍ଲୋକ ଅଛି ଯେ? 111 ପର୍ଯ୍ୟନ୍ତ ହେଇଛି ଆମର।